ହୀରାସାଗର ପୋଖରୀ ଦକ୍ଷିଣ ପଟ ଗୌରାଙ୍ଗ ମହାପ୍ରଭୁଙ୍କ ମନ୍ଦିରରେ ନାମଯଜ୍ଞ ଉଦ୍ଯାପିତ। ଢେଙ୍କାନାଳ କରୁଣା ବରୁଣାଳୟ ନନ୍ଦନନ୍ଦନଙ୍କ ଅପାର କୃପାରୁ ହୀରାସାଗର ପୋଖରୀର ଦକ୍ଷିଣ ପଟ ହୁଡ଼ାରେ ଶ୍ରୀ ଶ୍ରୀ ଷଡ଼ଭୁଜ ଗୌରାଙ୍ଗ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ଅହୋରାତ୍ର ନାମଯଜ୍ଞ ଉଦ୍ଯାପନ ହୋଇଯାଇଛି। ଏହି ଅହୋରାତ୍ର ନାମଯଜ୍ଞରେ ଆଖପାଖ ଅଞ୍ଚଳର 3 ଦଳ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ଅଧିକ ନଗର କୀର୍ତ୍ତନରେ 2 ଦଳ ସଂକୀର୍ତ୍ତନ ମଣ୍ଡଳୀ ନଗର ଭ୍ରମଣ କରିବା ପରେ ଦଧିହାଣ୍ଡି ଭଗ୍ନ କରାଯାଇଥିଲା। ମଧ୍ୟାହ୍ନରେ 700ରୁ ଉର୍ଦ୍ଧ୍ୱ ଭକ୍ତ ପ୍ରସାଦ ସେବନ କରିଥିଲେ। ମୁଖ୍ୟ ପୂଜକ ଜଗନ୍ନାଥ ତ୍ରିପାଠୀ ସମସ୍ତ ପୂଜାକୁ ସମ୍ପାଦନ କରିଛନ୍ତି। ସଭାପତି ସୁଲୋଚନା ସାହୁ, ସଦସ୍ୟ ଗେହ୍ଲି ବେହେରା, ସଞ୍ଜୁ ବେହେରା, କୁନା ସାହୁ, କାହ୍ନା ମହାର, ପ୍ରତିମା ବେହେରା, ବାସନ୍ତୀ ସାହୁ, ବିନୋଦିନୀ ସୁବୁଦ୍ଧି, ଖଗେଶ୍ୱର ମହାରଣା, ଭାରତୀ ବାଙ୍କି ସାହୁ, କମଳା ବେହେରା, ବାଲୁରୀ ବେହେରା, ଲକ୍ଷ୍ମୀ ବେହେରା, ରବି ବେହେରା, ଯଶୋଦା ମହାରଣା, ଅଙ୍କିତା ସାହୁ, ପହଲି ସାହୁ, ରାଣୀ ବେହେରା, ନୟନ ବେହେରା, କୁନି, ସୁନ୍ଦର ବେହେରା, କମଳା ବେହେରା ଓ ବିରଞ୍ଚି ସାହୁ ପ୍ରମୁଖ ଉପସ୍ଥିତ ରହି ପୂଜାକୁ ସୁଚାରୁ ରୂପେ ତୁଲାଇଥିଲେ। ଢେଙ୍କାନାଳରୁ ଶୁଭମ ପାଣିଙ୍କ ରିପୋର୍ଟ, RM ନ୍ୟୁଜ୍। Thank you.